ନାହିଁ 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 ମ ଏ ଓଡ଼ିଶା ଏଠାରେ ଯିଏ ଯେତେ ଭଲ କରୁ ଖରାପ କରୁ କିନ୍ତୁ ଫଳାଫଳ ସବୁ ଜିରୋ। କିନ୍ତୁ ପ୍ରକୃତ ଗୋଟେ କଥା ଆପଣମାନଙ୍କୁ କହିବି, ଅବଗତ କରେଇବି। ମୁଁ ଦେଖୁଥିଲି ଗୋଟେ ଜଣେ ଆମର ରାଜ୍ୟସଭା ସାଂସଦ ଅଛନ୍ତି ମ୍ୟାମ୍, ସେ କହୁଥିଲେ ଯେ ଓମ୍ଫେଡ୍ ପାଇଁ ଆଜି ତାଙ୍କୁ ବହୁତ ବାଧିଛି। କ'ଣ ବାଧିଛି ସେଇଟା ଆମେ ଜାଣିନଥିବୁ, କିନ୍ତୁ ଗୋଟେ ଜିନିଷ ହେଉଛି କ'ଣ ଯେ ଗୁଜୁରାଟି କ'ଣ ନେଇଯିବେ, ଗୁଜୁରାଟି ସଂସ୍ଥା ନେଇଯିବେ। ଆପଣଙ୍କର ଯେତେବେଳେ ବିଏମ୍ସି ଥିଲା ସେତେବେଳେ କେଉଁ ସଂସ୍ଥା କରୁଥିଲା? ଆପଣଙ୍କର ଯେଉଁ ମାନେ ସଫେଇ କର୍ମଚାରୀ ଆମ ଓଡ଼ିଶାର ଲୋକ ବସି ଯାଇଥିଲେ ସେତେବେଳେ ଆସିକି କରୁଥିଲେ କେଉଁ ସଂସ୍ଥାର ଲୋକ ଆପଣ ଜାଣିନାହାନ୍ତି? ସେ ପାଣ୍ଡିଆନ୍ ସାର୍ଙ୍କର ଲୋକ ସବୁ ଆସିକି କାମ କରିବେ। ଯେଉଁ ସବୁ କାମ ଦିଆଯାଇଥିଲା, ରୋଡ଼ କାମ ଦିଆଯାଇଥିଲା, ରାସ୍ତାଘାଟ କାମ ଦିଆଯାଇଥିଲା, ବିଲ୍ଡିଂ କାମ ଦିଆଯାଇଥିଲା, କନଷ୍ଟ୍ରକ୍ସନ୍ କାମ ଦିଆଯାଇଥିଲା, ସେଗୁଡ଼ା ସବୁ କରୁଥିଲେ କିଏ? ପାଣ୍ଡିଆନ୍ ସାର୍ଙ୍କ ଲୋକ କରିବେ। ଆଉ ଏବେ ଯେବେ ବିଜେପି କ'ଣ 3 ମାସ ଭିତରେ ଏମିତି ଦେଶକୁ ଖରାପ କରିଦେଲା, ଆପଣମାନେ 25 ବର୍ଷ ଭିତରେ ଏମିତି ଦେଶକୁ ସୁଧାରି ଆଣିଥିଲେ ଯେ 3 ମାସ ଭିତରେ ମାନେ ବିଜେପି ଖରାପ କରିଦେଲା। ଆଜ୍ଞା କ'ଣ ନା ମଦ ବନ୍ଦ କରିଦେଲା, ଓ ଏଇ ଯେଉଁ ସବୁ ମାନେ ଗୁଣ୍ଡାଗିରି ସବୁ ବନ୍ଦ କରିଦେଲା, ଆଉ ଏଇ ଯେଉଁ ମାନେ ଫାଲତୁ ବକବାସି ସବୁ ବନ୍ଦ କରିଦେଲା, ଏଇ ଯେଉଁ ଅଫିସରମାନଙ୍କୁ ଧରିକି ଜେଲରେ ପୁରେଇଲା, ଓ ଇଡି ପୁରେଇଲା ଘରେ, ଆଉ କ୍ରାଇମ୍ କରିବାକୁ ଲୋକଙ୍କୁ ସୁବିଧା ଦିଆହେଲାନି, ଚୋରି ଚାରି ଟିକେ କମେଇ ଦେଲା। ଓହୋ, ଏଇଟା ବିଜେପି ବଡ଼ ଭୁଲ କରିଛି। ଏଇସବୁ କରିବା କଥା ଥିଲା ବିଜେପି ସରକାରରେ। ହଁ, ତେଣୁ ମୁଁ ସେ କଥା କହୁନି ଆଜ୍ଞା। ଶୁଣନ୍ତୁ, ମାନେ ବିଷ୍ଟାକୁ ଯେତେ ଖୋଳିବେ ସେତେ ଗନ୍ଧେଇବ। ଆପଣ କେଉଁଠି ସରପଞ୍ଚ ହେଇଛନ୍ତି, କେଉଁଠି ମାନେ ଚେୟାରମ୍ୟାନ୍ ହେଇଛନ୍ତି, କେଉଁଠି ବ୍ଲକ ଅଧ୍ୟକ୍ଷ ହେଇଛନ୍ତି, କେଉଁଠି ଆଜ୍ଞା MLA ହେଇଛନ୍ତି, କେଉଁଠି ରାଜ୍ୟସଭା ସଦସ୍ୟ ହେଇକି ଯାଇଛନ୍ତି, କିଏ ଆପଣଙ୍କୁ କରିଛନ୍ତି ସେଇଟା ଆପଣମାନେ ଜାଣିଥିବେ। ଆମେ ଆପଣଙ୍କ ଧନ୍ଦା ଉପରେ ବାଧା ଦେଉନୁ, କିନ୍ତୁ ଆପଣ ଏଇ ଯେଉଁ ସବୁ କହୁଛନ୍ତି ଓମ୍ଫେଡ୍ ଆପଣ ନେଇକି ମାପିଛନ୍ତି 450 ଗ୍ରାମ ଅଛି ବୋଲି। ଆଉ ମୁଁ ଜଣେ ଓମ୍ଫେଡ୍ ବ୍ୟବସାୟୀ କହୁଛି, ମୁଁ ତ କାହିଁକି, ଆମେ ତ କୌଣସି କମ୍ପ୍ଲେନ୍ ପାଇନୁ ଏମିତି। ମୁଁ ତ ନିଜେ ଗୋଟେ ମାନେ ବୁଥ୍ ହୋଲ୍ଡର। ଆଉ ବୁଥ୍ ହୋଲ୍ଡର ବୋଲି କହିବାକୁ ନିଜକୁ ଆମକୁ ଲାଜ ମାରୁଛି। ଆପଣ ଦେଖନ୍ତୁ 2024ରେ ଯେଉଁ ପ୍ରକାର ଆପଣମାନେ ସବୁ ଭାଙ୍ଗିଛନ୍ତି ବୁଥ୍, ନା ମୁଣ୍ଡ ଖରାପ ହେଇଯିବ ଆଜ୍ଞା। ତଥାପି ବି ଆମେ କଷ୍ଟ କରିକି ସେ ବୁଥ୍କୁ ଚଳେଇକି ରଖିକି ଓମ୍ଫେଡ୍କୁ ସହାୟତା କରୁଛୁ। ଓମ୍ଫେଡ୍ ଗୋଟେ ଭଲ ସଂସ୍ଥା ବୋଲି ତାକୁ ଆମେ ସହାୟତା କରୁଛୁ। ଆମେ କି ପଇସା ପାଉଛୁ? ଆପଣ କହିଲେ କୋରୋନା ସମୟରେ ଆପଣମାନେ ଆମ ବୁଥ୍ ବାଲାଙ୍କ ପାଇଁ କ'ଣ କରିଥିଲେ? କେତେ ବୁଥ୍ ବାଲାଙ୍କୁ ଦେଇଥିଲେ, ଲୋନ୍ ଦେଇଥିଲେ, କେତେ ବୁଥ୍ ବାଲାଙ୍କୁ ସାହାଯ୍ୟ କରିଥିଲେ। ଆମେ ମାଡ଼ ଖାଇକି ଯାଇକି ଆଣିକି ଓମ୍ଫେଡ୍କୁ ସର୍ଭିସ୍ ଦେଇଛୁ। ଓମ୍ଫେଡ୍ରେ ମାଡ଼ ଖାଇକି ଆପଣମାନେ ସେତେବେଳେ ପୋଲିସ ଦେଇକି ପିଟେଇଛନ୍ତି, କିନ୍ତୁ ଆମେ ଯାଇଛୁ ରୋଡ଼କୁ। ଆମକୁ ଖଣ୍ଡେ ଖଣ୍ଡେ କାଗଜ ବି ଆପଣମାନେ ଦେଇନାହାନ୍ତି, ଯେଉଁ ମାନେ ପାସ୍ କାଗଜ, ଯେଉଁ ରୋଡ଼ ପାସ୍ କାଗଜ। ମାନେ ଆମେ ବି ପୋଲିସଙ୍କଠୁ ମାଡ଼ ଖାଇକି, ପ୍ରଶାସନଠୁ ମାଡ଼ ଖାଇକି ମଧ୍ୟ ଆମେ ଯାଇକି ଆଣିକି ଓମ୍ଫେଡ୍ ଦେଇଛୁ। କିନ୍ତୁ ଆଜି ଦେଖନ୍ତୁ କେତେ କେତେ ସିସୋରଠୁ ଆରମ୍ଭ କରନ୍ତୁ, ଆପଣଙ୍କ ମାନେ ଇଏରେ କ'ଣ ହେଇଛି, ସିସୋର, କାମଧେନୁ, ତାପରେ ଗୋଟେ କଳିଙ୍ଗା ଗୋଟେ ଆଇଥିଲା କ୍ଷୀର, ତାପରେ ଆଉ ଗୋଟେ ଆସିଲା କ'ଣ ସେଟା ମିଲ୍କ, ତାପରେ ପ୍ରଗତି। ଓହୋ, ଆପଣଙ୍କ ବେଳେ ଏତେ ତ ଓମ୍ଫେଡ୍ର ଡିମାଣ୍ଡ ଥିଲା। ଏଗୁଡ଼ାକ ସବୁ କେମିତି ପଶିକି ଏଠି ଅତ୍ୟାଚାର ଆରମ୍ଭ କରିଥିଲେ? ଜଣେ ଗୋଟେ ଓମ୍ଫେଡ୍ ଗୋଟେ ବ୍ୟବସାୟୀ, କ୍ଷୀର ବ୍ୟବସାୟୀ, ସେ ଦେଶରୁ କୋଟି କୋଟି ଟଙ୍କା ଲୁଟି ନେଲା। ମାନେ ତାକୁ କହିଲେ ଆପଣମାନେ ଆପଣ ଜାଣିନାହାନ୍ତି, ଆପଣ ମିଶିନାହାନ୍ତି, ଆପଣ ତାକୁ ଚିହ୍ନି ନାହାନ୍ତି। ସେ ପୁଣି ଆପଣଙ୍କର ଦଳରେ ଥିଲେ ପୂର୍ବତନ, ମାନେ ସେ ଆଜି ସ୍ୱର୍ଗାମୀ ହେଇଯାଇଛନ୍ତି, ପ୍ୟାରୀମୋହନ ମହାପାତ୍ର, ତାଙ୍କର ପୁଣି ସବୁ ସେଥିରେ ଥିଲା ହାତ। ଏବେ ଦେଖନ୍ତୁ ଆପଣ କହୁଛନ୍ତି ସେ ଗୁଜୁରାଟି, ଯେବେ ଆସି ଗୁଜୁରାଟି ଯାଏ ଯିଏ ଯାହା କରିବେ ଏଇଠି ଆଜ୍ଞା ସବୁ ମରିବେ, କିଛି ଅସୁବିଧା ନାହିଁ। ସେ ଗୁଜୁରାଟି କରନ୍ତୁ, ଆପଣ ତେଲୁଗୁ କରୁ କି ସେ ଯେଉଁ ଏଇ ଆପଣମାନେ କରିଥିଲେ ପୁରୀ ପ୍ରକଳ୍ପ ବ୍ୟବସ୍ଥା, କ'ଣ ହେଲା? କାହିଁକି କରିପାରିଲେନି? କେତେ ଟଙ୍କାର କ'ଣ ସେଠି ହଡ଼ପ ହେଇଛି, ସବୁ କ'ଣ କ'ଣ କ୍ଷତି ହେଇଛି ମାନେ ରାଜକୋଷରୁ, ତାକୁ ବି ଆପଣ ଚିନ୍ତା କଲେନି। ନବୀନ ବାବୁଙ୍କୁ ଲୋକ ଭଲ ପାଆନ୍ତି, କିନ୍ତୁ ତା ମାନେ ଆପଣଙ୍କୁ ନୁହଁ। ନବୀନ ବାବୁ ଗୋଟେ ବିଲେଇ ଛୁଆକୁ ଠିଆ କରିଦେଲେ ସେ ଜିତି ଯାଉଥିଲା। ଆପଣମାନେ ପ୍ରକୃତ ଗୋଟେ ୱାର୍ଡ଼ ମେମ୍ବର ହେବାକୁ ଯୋଗ୍ୟତା ଆପଣଙ୍କ ପାଖରେ ନାହିଁ, କାରଣ ସେଟା ହେଉଛି ନବୀନ ବାବୁ ଜାଣିଛନ୍ତି, ଓଡ଼ିଶାବାସୀ ଜାଣିଛନ୍ତି। ଓଡ଼ିଶାବାସୀକି ନବୀନ ବାବୁ ମୁଣ୍ଡରେ ହାତ ମାରିକି ଛାଡ଼ି ଦେଉଥିଲେ, ଯାହାକୁ ସେ ହେଇଯାଉଥିଲା ଗୋଟେ ମାନେ ସେଠପତି। କିନ୍ତୁ ଆଜ୍ଞା ଦେଖନ୍ତୁ ନବୀନ ବାବୁଙ୍କର ସେଇ ଯେଉଁ ଅବସ୍ଥାଟା 2019 ପରେ ଲୋକ ତାକୁ ବିଚାରକୁ ନେଲେ। ନବୀନ ବାବୁ ଆଉ ନବୀନ ବାବୁ ହେଇକି ନାହାନ୍ତି। 2024 ବେଳକୁ ନା ମାନେ ଲୋକ ତାଙ୍କୁ ପୁରା ଭୁଲିକି ତଳିତଳାନ୍ତ କରିଦେଲେ। କିନ୍ତୁ ଆପଣମାନେ ଯେଉଁ ସବୁ ମାନେ ଘିଅ ମହୁରେ ଭାସୁଛନ୍ତି, ଭାବୁଛନ୍ତି ସେଟା ଭୁଲ ଜିନିଷ।
ଆପଣ ଆଜି ଏଡ଼େ ଏଡ଼େ ବଡ଼ କଥା କହୁଛନ୍ତି, କାଲି ସେଠି ବସିଛନ୍ତି ବୋଲି କହୁଛନ୍ତି, ଆଉ ସେଠି ନ ବସିଲେ ଆପଣଙ୍କ କଥା କିଏ ଶୁଣିବ ନା? ଆପଣଙ୍କ ପାଖକୁ କିଏ ବାଇକ୍ ନେଇକି ଯିବ ନା କିଏ ନେଇକି ଆପଣଙ୍କୁ ପଚାରିବ? କେତେ ମନ୍ତ୍ରୀ MLA ଆଜ୍ଞା ଗଲେଣି ସଂସାରରୁ। ମୁଁ 50 ବର୍ଷ ହେଲାଣି ଭୁବନେଶ୍ୱରରେ ବସିକି ଦେଖୁଛି। ମୋ ଘର ବି ଆଜ୍ଞା ଯାଜପୁର, ଖ୍ୟାଲ ରଖିଥିବେ, ମୁଁ ବି ଯାଜପୁରିଆ। କିନ୍ତୁ ଗୋଟେ ଜିନିଷ ସବୁବେଳେ ଗୋଟିଏ କଥା ମୁଁ କହିବି, ଦେଖନ୍ତୁ ଆପଣ କ'ଣ କାମ କରୁଛନ୍ତି କ'ଣ ନ କରୁଛନ୍ତି ସେଇଟା ଆପଣଙ୍କ ବିବେକକୁ ପଚାରନ୍ତୁ, ନିଜ ମନକୁ ପଚାରନ୍ତୁ, ନିଜ ଆତ୍ମାକୁ ପଚାରନ୍ତୁ ଆପଣ ଯେବେ କରୁଛନ୍ତି। ଆଉ ଖାଲି ବଗବାସି କରିଲେ କିଛି ହେବନି ଆଜ୍ଞା। ଦେଖନ୍ତୁ କ'ଣ ଇଏ 3 ମାସ ଭିତରେ ମୋହନ ସରକାର ଏମିତି ଦେଶକୁ ଖରାପ କରିଦେଲେ। ଓହୋ ହୋ, ଖରାପ କରିଦେଲେ। କ'ଣ ଖରାପ କରିଦେଲେ ନା ମଦ ବନ୍ଦ କରିଦେଲେ, ଗୁଣ୍ଡାଗିରି ବନ୍ଦ କରିଦେଲେ, ଏଇ ଯେଉଁ ପିସି ସବୁ ବନ୍ଦ କରିଦେଲେ, ଏଇ ଯେଉଁ ବାହାର କଣ୍ଟ୍ରାକ୍ଟର ସବୁ ଏଠି ଆସିକି କାମ କରିବେ ତାଙ୍କୁ ସବୁ କରେଇ ଦେଲେ ନାହିଁ। ଏଠିକା ଓଡ଼ିଶା ଉପରେ ବେଶୀ ପ୍ରାଧାନ୍ୟ ଦେଲେ। ଯେଉଁ ନେତାମାନେ ସବୁ ଗଣ୍ଡଗୋଳ ଗୁଣ୍ଡାଗିରି ବଦମାସି କରିଛନ୍ତି ତାଙ୍କୁ ସବୁ ଧରିକି ଏଇନା ଭିତରେ ପୁରେଇବା ବ୍ୟବସ୍ଥା କଲେଣି। ଯେଉଁମାନେ ସବୁ ପିସି ଖାଇକି ପେଟ ବାହାର କରିଛନ୍ତି ତାଙ୍କୁ ସବୁ ଧରିକି ନେଇକି ଇଡି ଆଉ କ୍ରାଇମ୍ ଆଉ ସେ ଯେଉଁ କ'ଣ ଭିଜିଲାନ୍ସ ୟା ଭିତରେ ନେଇ ତାଙ୍କୁ ସବୁ ଭିତରେ ପୁରେଲେଣି। ଏଗୁଡ଼ା ସବୁ ବଡ଼ ଖରାପ କରୁଛନ୍ତି। ଛେ, ଆପଣ କ'ଣ ଏଗୁଡ଼ା ସବୁ କରିବା ଉଚିତ? ନାଇଁ ନାଇଁ ନାଇଁ, ଏ ଓଡ଼ିଶା, ଏଠି ସବୁ ଜିନିଷ ହେବ। କେମିତି ହେବ ନା ଧୀରେ ପାଣି ପଥର କାଟେ, ଆସ୍ତେ ଆସ୍ତେ ହେବ। ଆପଣ କ'ଣ ଭାବୁଛନ୍ତି କି ଦେଖି ଆପଣ ପଳେଇ ଆଇଲେ ପୁରୀ ଶ୍ରୀମନ୍ଦିର ଜଗନ୍ନାଥଙ୍କୁ ଦର୍ଶନ କରିବେ, ପ୍ରଥମ ପାହାଚରେ ଗୋଡ଼ ଦେବେ, ଏକା ବେଳକେ ଯାଇକି 22 ପାହାଚରେ ପହଞ୍ଚିବେ? କେମିତି ଆଜ୍ଞା? 1 2 3 4 5 ଗଣି ଗଣିକା ଯାଇକି 22 ପାହାଚରେ ପହଞ୍ଚୁଛନ୍ତି। ତେଣୁ ମୋ ଘର ବି ଆଜ୍ଞା ଯାଜପୁର, ମୁଁ ଯାଜପୁରିଆ, ମୁଁ ଆଉ କେହି ବାହାର ଲୋକ ନୁହଁ ଆଜ୍ଞା। ଭୁବନେଶ୍ୱରିଆ ହେଇଛି ଆସିକି 50 ବର୍ଷ ହେଲାଣି। ମୁଁ ବହୁତ ମନ୍ତ୍ରୀ, ବହୁତ ନେତା, ବହୁତ ମୁଖ୍ୟମନ୍ତ୍ରୀ, ବହୁତ ରାଜନେତା ଏମାନଙ୍କୁ ସମସ୍ତଙ୍କୁ ଦେଖିଲିଣି। ଆପଣଙ୍କର କାହିଁକି ହଠାତ୍ ନିଦ ଭାଙ୍ଗିଗଲା ଓମ୍ଫେଡ଼ ପାଇଁ? ଓମ୍ଫେଡ଼କୁ ଆପଣ କ'ଣ ଏମିତି ତିଆରି କରିଥିଲେ 60 ବର୍ଷ ତଳେ? ଆପଣଙ୍କ ବୟସ କେତେ ମୁଁ ଜାଣିନି। ଏ ଯେଉଁ ଆପଣ କହୁଛନ୍ତି ମାନେ 40-50 ବର୍ଷର କମ୍ପାନୀ, 50 ବର୍ଷ ତଳେ ଆପଣଙ୍କ ବୟସ କେତେ ଥିଲା? ଆପଣ କ'ଣ ଓମ୍ଫେଡ଼କୁ ତିଆରି କରିଥିଲେ ମୁଁ ବି ଜାଣିନି। କିନ୍ତୁ ଆଜ୍ଞା ମୁଁ ଆଜ୍ଞା ଆଜି ଦେଖନ୍ତୁ 25 ବର୍ଷ ହେଲାଣି କିନ୍ତୁ ଯୋଗାଯୋଗରେ ଅଛି ଓମ୍ଫେଡ଼ ସହିତ। ଓମ୍ଫେଡ଼ ବ୍ୟବସାୟ କରୁଛି, ଗୋଟେ ବୁଥଟେ ନେଇଛି। କିନ୍ତୁ ଆପଣମାନେ ଯାହା ବ୍ୟବହାର କରିଛନ୍ତି ନା ଓମ୍ଫେଡ଼ ବାଲାଙ୍କ ପ୍ରତି, ଦେଖନ୍ତୁ ଆଜ୍ଞା ଜଣେ ବସିବାକୁ ଗୋଟେ ଲୋକର ଜାଗା ଟିକେ ନାହିଁ। ସରକାରୀ ଜାଗାରେ ସେ ବସିକି ବେପାର କରିକି ଓମ୍ଫେଡ଼କୁ ପଇସା ଯୋଗାଉଥିଲା, ତାର ବସିବାର ଟିକେ ଜାଗା ବ୍ୟବସ୍ଥା ନାହିଁ। ଆପଣମାନଙ୍କ ସରକାର ବା ସବୁ ଭଙ୍ଗା ହେଇଛି, ଏ କୁଛତ୍ର ଭାବରେ ଭଙ୍ଗା ହେଇଛି। ହଟେଇବା ଫଟେଇବା କଥା ନୁହେଁ। ସେତେବେଳେ ଅଫିସର କହିଲେ ଆମେ ଯାହା କହିବୁ ମାନେ ଗଡ଼ ବାଣୀ, ଈଶ୍ୱରଙ୍କ ବାଣୀ, ଆଉ ତେଣୁ କରିକି ଆମ ଉପରେ ଆଉ କେହି ନାହାନ୍ତି। ତେଣୁ ସେତେବେଳେ ଆଜ୍ଞା ସେଗୁଡ଼ା ସବୁ ଆମର ନଷ୍ଟ ହେଇଛି ବହୁତ। ମୁଁ ଓମ୍ଫେଡ଼ରେ ମାନେ 5 ଲକ୍ଷ ଟଙ୍କା ଲାଭ ପାଇନଥିବି, କିନ୍ତୁ ମୁଁ 5 ଲକ୍ଷ ଟଙ୍କା ନଷ୍ଟ କରିଛି। ଏଇ 2024ର କଥା କହୁଛି ମୁଁ। 2024ରେ ମୁଁ ମାନିଲିନି ବୋଲି ମୋର ଗୋଟେ ମାନେ ବ୍ୟକ୍ତିଗତ ଓମ୍ଫେଡ଼ ଭାଙ୍ଗି ଦିଆହେଲା। ତେଣୁ ଆଉ ଗୋଟିଏ କଥା ମୁଁ ଆପଣଙ୍କୁ କହିବି, ସେତେବେଳେ କ'ଣ BMC ଟିକସ ନେଉନଥିଲା କି? BMCକି ଆମେ ଟିକସ ଦେଉନଥିଲୁ କି? ସେ ଟଙ୍କା ଯାଉଥିଲା କୁଆଡ଼େ? ପ୍ରତ୍ୟେକ ବର୍ଷର ଲିଷ୍ଟ ମୋ ପାଖରେ ଅଛି ଆଜ୍ଞା। ଆମେ ସେତେବେଳେ କ'ଣ ମାନେ ଓମ୍ଫେଡ଼ ଆଣିବା ପାଇଁ ଯେଉଁ ଆପଣ କହିଲେ କୋରୋନା ସମୟରେ ଆପଣମାନେ କେଉଁଠି ଥିଲେ କ'ଣ କରିଥିଲେ ଆମେ ଦେଖିନୁ ଆପଣଙ୍କୁ କେତେବେଳେ ଚକ୍ଷୁରେ। ଭୁବନେଶ୍ୱର କଥା କହୁଛି। କିନ୍ତୁ ଆମେ କୋରୋନାରେ ଭୁବନେଶ୍ୱରରେ ବୁଲି ବୁଲିକି ଲୋକଙ୍କୁ ଓମ୍ଫେଡ଼ ସେବା ଦେଇଛୁ। ଆଉ ପ୍ରଶାସନ ସେଠୁ ବି ମାଡ଼ ଖାଇଛୁ। ଆଉ ସେ ଖଣ୍ଡିଏ କାଗଜଟିଏ ଲେଖିକି ଦେବେ ଗୋଟେ ମାନେ ରାସ୍ତାରେ ଦେଖେଇକି ଆମେ ପୋଲିସ ପାଖରୁ ଯିବୁ ବୋଲି, ସେତିକି ଗୋଟିଏ କାଗଜ ଦେବେ ବୋଲି ସେ କାଗଜଟିକୁ ବି ସେ ଦେବାକୁ ଓମ୍ଫେଡ଼ ବାଲା ଆମକୁ ସେତେବେଳେ ହଇରାଣ ହରକତ କରୁଥିଲେ, ଦେଉନଥିଲେ ସହଜେ। ଆଉ ଏ ଯେଉଁ କାଗଜପତ୍ର ଆପଣ ଦେବେ, କେତେ ଓମ୍ଫେଡ଼ ବାଲାଙ୍କୁ ଆପଣ ସ୍ଥାୟିତ୍ୱ କରିଛନ୍ତି? ଏବେ ପା 550ଟା ବୁଥ୍ ପାଇଁ ଆପଣ ନେଇଥିଲେ ଅର୍ଡ଼ର ଆପଣଙ୍କ ବେଳରେ। ଆପଣଙ୍କ ସରକାର ସମୟ ନେଇଥିଲେ, ଇଏ ସରକାର ନେଇନାହାନ୍ତି, BJP ସରକାର ନେଇନାହାନ୍ତି। ଆପଣ କହିଥିଲେ ତାଙ୍କୁ ସବୁ ସ୍ଥାୟିତ୍ୱ କରିବେ। କେତେ ଜଣଙ୍କୁ ସ୍ଥାୟିତ୍ୱ କଲେଣି? କେତେ ଜଣଙ୍କୁ ସ୍ଥାୟିତ୍ୱ କଲେଣି? ତେଣୁ ତାକୁ ଟିକେ ଆପଣ ବିଚାର କରନ୍ତୁ। ଖାଲି ଓମ୍ଫେଡ଼ ଲାଗି ଆପଣ କ'ଣ ନା ମାନେ ମୁହଁଟା ଲୁଚିଛି ନା ପାଦ ଦୁଇଟା ଦିଶୁଛି, ଆଉ ସମସ୍ତଙ୍କ ଆଖିରେ କାନ୍ଦ ଆସୁଛି କିନ୍ତୁ କାହା ଆଖିରେ ଲୁହ ବୋହୁନି। ଏଇ ହେଉଛି ଓମ୍ଫେଡ଼ର ନୀତିଗତି। ତେଣୁ ମୁଁ କହିବା କଥାଟା ହେଉଛି କ'ଣ ଯେ ଓମ୍ଫେଡ଼ ପାଇଁ ଆପଣ ଏତେ ଆଜି ଯାହା ହେଉ ବହୁତ ଦୁଃଖ ପ୍ରକାଶ କରିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମାନେ ମୋର ଯାଜପୁରର ଜଣେ ଭଉଣୀ ହିସାବରେ ହେଉ, ନହେଲେ ଯାଜପୁରର ଜଣେ ଲୋକ ହିସାବରେ ହେଉ, ଆଉ ଆପଣଙ୍କୁ ମୁଁ ସେଥିପାଇଁ କୃତଜ୍ଞତା ଜ୍ଞାପନ କରୁଛି। ମୁଁ ନାଁ ଧରୁନି ଆପଣଙ୍କର ଥରିଏ ବି, କାହିଁକି କହିଲେ ମୋତେ ଭଲ ଲାଗୁନି ଏଇସବୁ ଜିନିଷ। କାରଣ ଆମେ ବି ଦଳ ଭିତରେ ଥିଲୁ, ବିଜେଡ଼ିରେ ଥିଲୁ, ବିଜେଡ଼ିରୁ ମାନେ ପ୍ରତିବାହିତ ହେଇକି ଆମେ ଆଜି BJPକି ଆସିଲୁ।
ବାଧ୍ୟ ହୋଇକି ଆସିଲୁ। କାହିଁକି କହିଲେ ମାନେ ଅଣଦେଖା କ'ଣ ଠେସା ସେଗୁଡ଼ା ସବୁ ସେ ଦଳରେ ପ୍ରବଳ ଅଛି। ଆଉ ତା ଅପେକ୍ଷା ମୁଁ ଦେଖିଲା ବେଳେ ବିଜେପି ଟିକେ ଭଲ ଅଛି। ନୂଆ ଦଳ ଆସିଛି, 5 ବର୍ଷ ପାଇଁ ଆସିଛି। 5 ବର୍ଷ ଶାସନ କରିସାରୁ ଯେବେ ଲୋକ ନ ଭଲ ପାଇବେ ତାହେଲେ 5 ବର୍ଷ ପରେ ସେ ତାକୁ ଓପାଡ଼ିକି ଫୋପାଡ଼ି ଦେବେ। କିନ୍ତୁ ଆପଣଙ୍କର ଯେବେ ସେତେବେଳକୁ ପ୍ରଭୁ ଜଗତର ନାଥ ଜଗନ୍ନାଥ ନବୀନ ବାବୁଙ୍କୁ ଦୀର୍ଘାୟୁ କରିକି ରଖିଥାନ୍ତି, ପୁଣି ସେଇ ନବୀନ ବାବୁଙ୍କ ମୁହଁକୁ ଚାହିଁକି ଲୋକ ଭୋଟ ଦେବେ। ଆପଣଙ୍କର ନିଜସ୍ୱ କାହାରି ଖଣ୍ଡିଏ ଭୋଟ ନାହିଁ ଆଜ୍ଞା। ମୁଁ କହୁଛି ମାନେ ଏତେ ଦମ୍ଭତି ସହିତ ମୁଁ କହୁଛି। କିନ୍ତୁ ଆପଣ ଯେଉଁ ଓମ୍ଫେଡ଼ କଥା କହିଲେ, ଓମ୍ଫେଡ଼କୁ ବଦନାମ କରିବା କଥା କହିଲେ, ଯେଉଁ ଓମ୍ଫେଡ଼ 450 ଗ୍ରାମ କ୍ଷୀର ଦିଆହେଉଛି, ଆସୁନାହାନ୍ତି ମୋର ଗୋଟେ ବୁଥ୍ ଅଛି, ଆପଣ ଓଜନ କରି ମୋତେ ଦେଖାଇଦେବେ 450 ଗ୍ରାମ କ୍ଷୀର ଦିଆହେଇଛି। 450 ଗ୍ରାମ କ୍ଷୀର ଅଛି ବୋଲି ଆପଣ ଆସନ୍ତୁ, ଓଜନ କରି ଗୋଟେ ଓମ୍ଫେଡ଼ ଦେଖାଇ ଦିଅନ୍ତୁ। ବରଂ ଟିକେ କେଉଁଠି ବଢ଼ିକି ଆସୁଛି, କମିକି ଆସୁନି, ସେଇଟା ମୁଁ ଜଣେ ବ୍ୟବସାୟୀ ହିସାବରେ କହୁଛି। ମୁଁ ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓମ୍ଫେଡ଼ର, ମୁଁ ସେଥିପାଇଁ କହୁଛି। ମୋ ବୁଥ୍ ନମ୍ବର ଆପଣଙ୍କୁ କହୁନି, କ'ଣ କହି ସେଟା ସବୁ ଲାଭ ଅଛି। ବୁଥ୍ ନମ୍ବର କହିବାକୁ ଆମକୁ ନିଜକୁ ଲାଜ ଲାଗୁଛି। କାରଣ ଆପଣ ଯେଉଁ ସମୟରେ ଭାଙ୍ଗିଦେଲେ ମୋର ଅଷାଢ଼ ଶ୍ରାବଣ ମାସରେ ଆମର ରବି ନାରାୟଣ ଜେଠି ବୋଲି ଥିଲେ ଜଣେ ଅଫିସର ବିଏମ୍ସିର, ସିଏ କହିଲେ ଆମକୁ MLA ପ୍ରେସର ଦେଉଛି, ମନ୍ତ୍ରୀ ପ୍ରେସର ଦେଉଛନ୍ତି, ଆଉ ଆମେ ଏଇଠି ଓମ୍ଫେଡ଼ ରଖେଇଦେବୁନି। ଗୋଟେ ରୋଡ଼ ବାହାରିବ ଏଠି। କେଉଁ ରୋଡ଼ ବାହାର କଲ ଆଜ୍ଞା? କି ରୋଡ଼ ବାହାର କଲ? ସେଠି 2ଟା ଗଛ କରିଦେଇଛି, ମହାକାୟ ଗଛ, ବରଗଛ, ଓସ୍ତ ଗଛ ମୁଁ 2ଟା ପକାଇ ଦେଇଛି। ଆଜି ଲକ୍ଷ ଲକ୍ଷ ଲୋକ ଆସିକି ସେ ଗଛ ମୂଳରେ ପୂଜା କରୁଛନ୍ତି, ଆଶ୍ରୟ ନେଉଛନ୍ତି। ମୋର ମନରେ ଦୁଃଖ ନାହିଁ। ମୋ ପିଲା ମୋ ରାସ୍ତାକୁ ଆସିଲେଣି, ମୁଁ ରୋଜଗାର ମୋ ପିଲା କଲେଣି, ମୁଁ ଚଳୁଛି ଭଲରେ। ମୋତେ ସେ ଓମ୍ଫେଡ଼ ହେଲେ ଡ୍ୟାସ୍, ନହେଲେ ଡ୍ୟାସ୍। କିନ୍ତୁ ଗୋଟେ ଜିନିଷ ଖ୍ୟାଲ ରଖିଥିବେ, ଓମ୍ଫେଡ଼ ପାଇଁ ଯେବେ ଆପଣମାନେ 20 ବର୍ଷ ତଳେ ଏ ଜିନିଷକୁ ଚିନ୍ତା କରିଥାନ୍ତେ ନା, ପ୍ରତ୍ୟେକ ଓମ୍ଫେଡ଼ ଯେଉଁ 500 ପରିବାରଙ୍କୁ ଆପଣ ଦେଇନାହାନ୍ତି କି 570 ବୁଥ୍ ମାନଙ୍କୁ ଦେଇଛନ୍ତି ସହାୟତା ରାଶି କରିବେ ବୋଲି, ତାଙ୍କୁ ଘର ଦେବେ ବୋଲି, ଜାଗା ଦେବେ ବୋଲି ଯେଉଁ ଦେଇଛନ୍ତି, ସେଇଟା ମାନେ ଭ୍ରଷ୍ଟ କଥା। ହଁ, ତେଣୁ କରିକି ସେଇ ଓମ୍ଫେଡ଼ ବାଲାରୁ ମୁଁ ଜଣେ। କିନ୍ତୁ ମୁଁ କହୁଛି ଯେବେ ଆପଣ ଆଜି 10 ବର୍ଷ ତଳୁ 20 ବର୍ଷ ତଳୁ ହିସାବ କରିଥାନ୍ତେ ନା ଏଇ ଜିନିଷ ଗୁଡ଼ାକ, ସେ ମ୍ୟାଡ଼ାମ୍ ଜଣଙ୍କୁ ବି ମୁଁ କହୁଛି 20 ବର୍ଷ ତଳେ ଆପଣ ଏଇଟାକୁ ହିସାବ ନେଇଥାନ୍ତେ ନା, ତାହେଲେ ଆଜି ଆଉ ଟିକେ ଭୋଟ୍ ପରସେଣ୍ଟ ଆପଣ ଯେଉଁ 51% ନାହିଁ କି, সেটা বোধ ହେଇଯାଇଥାନ୍ତା ମାନେ 60% ପାଖାପାଖି ହେଇଥାନ୍ତା। ଆପଣ ବି ମୁଖ୍ୟମନ୍ତ୍ରୀ ହେଇଯାଇଥାନ୍ତେ, ଆପଣଙ୍କ ଦଳର ନେତା ବି ମୁଖ୍ୟମନ୍ତ୍ରୀ ହେଇଯାଇଥାନ୍ତେ। କିନ୍ତୁ ଆପଣ ତାହା କରିନାହାନ୍ତି। ଦେଖନ୍ତୁ ପଟ୍ଟା, ଇଏ ଗୋଟେ ପଟ୍ଟା ଦିଆହେଲା। ପଟ୍ଟାକୁ ନେଇକି ଗଲାବେଳକୁ BMC ଅଫିସରଙ୍କ ପାଖକୁ BMC ଅଫିସର କହିଲେ ଆମେ କ'ଣ କରିବୁ, ଆମକୁ ଅର୍ଡ଼ର ହେଲେ ଆମେ ଦେଲୁ। ଆଜ୍ଞା ଦେଖନ୍ତୁ ସେଇ ପଟ୍ଟାକୁ ନେଇକି ଯେବେ ଗଲେ ଇଏ ବ୍ୟାଙ୍କକୁ ଲୋନ୍ ଫୋନ୍ ପାଇଁ, ଲୋନ୍ ବ୍ୟାଙ୍କ ବାଲା କହିଲେ ଏଇଟା କ'ଣ ପଟ୍ଟା, ଏଇଟା କ'ଣ ପଟ୍ଟା, ଆର କିଛି ମୂଲ୍ୟ ନାହିଁ, ତମେ ଆଗ ଉଠା, ନହେଲେ ତମେ ବି ବନ୍ଧା ହେଇକି ଭିତରକୁ ଯିବ। ତେଣୁ ତାକୁ ଧରିକି ଲୋକ ପଛକୁ ଫେରିଲେ। ଆପଣମାନେ କିଛି କରିନାହାନ୍ତି। ଏଇସବୁ ଜିନିଷ ହେଉଛି କ'ଣ, ଆପଣମାନେ କିଛି ଭୁଲ ଭାଲ କରିନାହାନ୍ତି। କିନ୍ତୁ ଭୁଲ ତ ଏଇ ମୋହନ ସରକାର କରୁଛି। ପ୍ରଥମରେ ଆସୁ ଆସୁ ଭୁଲ କରୁଛି, ସବୁ 4 ଦ୍ୱାର ଖୋଲିଲା, ସିଏ ଗୋଟେ ମହାବଡ଼ ଭୁଲ। ଆଉ ବିକଳ୍ପ ମାନେ ସେ ସଂସ୍ଥା ଗୁଡ଼ାକ ଯେଉଁ ସବୁ ହେଇଛି ତା ଉପରେ ଏଗେନେଷ୍ଟରେ ଏବେ CBI, ED ଆଉ କ୍ରାଇମ୍ ବ୍ରାଞ୍ଚ ଏଗୁଡ଼ାକୁ ସବୁ ଚଢ଼େଇବ, ସେଇଟା ଗୋଟେ ବିରାଟ ବଡ଼ ଭୁଲ। ମଦଟାକୁ ପୁରା ମାନେ ଅଟକେଇ ଦେଲେ, ମଦ ବେପାର ହେଉଛି ଆଜ୍ଞା, ଏତେ ନାହିଁ, ସେଟା ଗୋଟେ ବଡ଼ ଭୁଲ। ମଦ ପିଉଥିଲେ ଲୋକ, ପୁରସ୍କାର ପାଉଥିଲେ, ଇଏ ଆସିକି ଗୋଟେ ହଠାତ୍ ବନ୍ଦ କରିଦେଲେ, ଏଇଟା ଗୋଟେ କେଡ଼େ ପାପର କଥା। ତେଣୁ ଆଉ ଗୋଟେ ଜିନିଷ ହେଉଛି କ'ଣ, ଯେ ଯେଉଁ ସୁଭଦ୍ରା ଯୋଜନାଟା ଦେଲେ ଲୋକଙ୍କୁ 50,000 ଲେଖାଏଁ, ମାନେ 5 ବର୍ଷରେ 10,000 ଲେଖାଏଁ, ସେଇଟା ବି ଗୋଟେ ଭୁଲ। ଆପଣମାନେ ଦେଉଥିଲେ 1,000 ଟଙ୍କା ମାନେ ଯେଉଁ ଯୋଜନା, ବୃଦ୍ଧ ଯୋଜନା, ତାକୁ ଆସି 3,000 କରିବାଟା ତାଙ୍କର ଭୁଲ। ଆପଣମାନେ ଚାଷୀକି ଦେଉଥିଲେ 2,600 ଟଙ୍କା ନା କ'ଣ ଧାନ, ସିଏ ତାକୁ ଯେଉଁ ଆସିକି କରିଦେଲେ 3100 ନା 3500, ସେଇଟା ବଡ଼ ଭୁଲ। ତାପରେ ଏବେ ଯେଉଁ ଆପଣମାନଙ୍କର ସବୁ ନେତାମାନେ ଯେଉଁ ସବୁ କର୍ମକାଣ୍ଡ କରିଛନ୍ତି, ସେଇ କର୍ମକାଣ୍ଡର ପୁରାଣ ପୋଥି ସେଗୁଡ଼ାକ ସବୁ ମୋହନ ସରକାର ଆସିକି ଖୋଲୁଛି, ସେଇଟା ଗୋଟେ ବଡ଼ ଭୁଲ। ତେଣୁ ବହୁତ ବଡ଼ ଭୁଲ କରୁଛନ୍ତି ମୋହନ ସରକାର। ହଉ ଦେଖିବା, ଯେବେ ଲୋକ ଚାହାନ୍ତି, ଭୁଲ ଆପଣ କରୁଥିଲେ କି ସିଏ କରୁଥିଲେ, ଲୋକ ଚିନ୍ତା କରିବେ। କିନ୍ତୁ ଦେଖନ୍ତୁ ନବୀନ ବାବୁଙ୍କୁ ଲୋକ ଭଲ ପାଉଥିଲେ, ଭଲ ପାଉଛନ୍ତି ମଧ୍ୟ ଏବେ। କିନ୍ତୁ କେତେ ଏମିତିଆ କୁହାଳିଆ ନେତା, ଡିହାଳିଆ ନେତା, କଣଠେସା ନେତା, ସେଇମାନେ ଆସିକି ନବୀନ ବାବୁଙ୍କୁ ବଦନାମ କରିଦେଲେ। ଆପଣ ଏବେ ଗୁଜୁରାଟି ହେଉଛନ୍ତି। ଆପଣଙ୍କ ଶାସନ ବେଳରେ କେଉଁ ଶାସନ ଚାଲିଥିଲା ବା? এটা তেলুগু তামিল শাসন চাଲିଥିଲା। এটা ଭଲ ଶାସନ ଥିଲା। ପାଖ ପଡ଼ୋଶୀ ଆମର, ଗୁଜୁରାଟ ଟିକେ ଦୂର ହେଇଯାଉଛି, ତାମିଲଟା ଏଇଠି ପାଖରେ ବିଶାଖାପାଟଣା ଡେଇଁ ପଡ଼ିଲେ ତାମିଲ। କ'ଣ ଆପଣମାନେ କରିଛନ୍ତି, କ'ଣ ନ କରିଛନ୍ତି ତାକୁ ଲୋକ ଜାଣିନାହାନ୍ତି। କାହିଁକି ଏତେ ବର୍ଷର ସରକାରକୁ ଲୋକ ପଦାନ୍ୱିତ କଲେ, ପଦ ଛଡ଼େଇ ନେଲେ ତାଙ୍କଠୁ, ପୁଣି ମାନେ
महाजननायक ओडिशार से होती स्वर्गत विजु पट्टनायक तांकर पुओ विजु पट्टनायक प्रकृत भोट थिला विजु पट्टनायक तांकर पुओ माने तांको आशीर्वाद रु तांको पुओ हेले माने मुख्यमंत्री किंतु देखंतु तांकर पुओंकर एमिति पॉपुलारिटी चारि चारिटा टर्म रे बढ़ी जाइतला सी हो गले माने 1 नंबर मुख्यमंत्री किंतु पंचम टर्म रे तांको पूरा आपण माने शोषी देले सब टोटाल शोषी देले नेता माने तांको शोषी देले आउ सी जो जहाँ को आणिक रखिले साहब तो साहब पांडियान साहब आईएएस अफिसर हाँ सी तो पूरा घाटिले घोरिले चंदन बाहर करदे जो नेता मैंने उपरक स्टेज को चढ़ले तंटिया मारिक बाहर गले ए ओला 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 आउ जो सब बड़ बड़ नेता जहाँ को आम नेता बोली भावुले भविष्य बोली ओडिशार भावुले तांकु तो कहले कहले ए ट्राफिक जग हे गोटे काम कर सेठी जड़ा लोक बुह हे सेठी चियार आनिया व्यवस्था कर टेंट बांधिया व्यवस्था कर ओडिशावासी या द्वारा सब जानीगले कि आउ नवीन बाबूंकर समय नहीं नवीन बाबू को आम आउ एथर भोट दबा नहीं पट परिवर्तन करवा आउ जेते घो 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 हेले कौन हम ए मीडिया अच्छी बोली आपड़ ये चार्जर अच्छा बोली गोटे मीडियाटे जाऊँच आप ठिया जाऊँ गोटे बंबू लगे दूसरे आप मुहर आपड़ चारिपद कहीकि सांगे सांगे भाइराल करदे आपड़ हो जाऊँ कौन ना लेडीज डन वन आज्ञा कहीं पचारे आप शुणु आज्ञा थरे पावर रु गले कई पचारती किंतु आपण चिंता करेंगे सबुबले गोटे वृषभ को जब पचरा जाए वृषभ कहब कहा कहानी टिंकर कहानी टिंक कहानीटा वृषभ ही कहीपर आउ कहीं कहीपर नहीं आज्ञा देखु वृषभ जब 40 हाथ डेई पड़ा गोटे नई डेई पड़ा ता पछरे जो टिंक थाए ना सी कहे आखि मारी दिए लोक कहे देखुच मोर केते पावर किंतु मु केते बाट डेई पइली ना 40 फुट डेई पइली किंतु से जानी पारेनी जे मु गोटे वृषभर चमड़ा को कामुड़ी की रखी वृषभ डेईची मु डेईनी तेणु जहाँ होची नवीन बाबू को आशीर्वाद रु ओडिशा रे हेइतला एवं आगामी दिन में जब नवीन बाबू को जगतरनाथ जगन्नाथ प्रभु आशीष देकी बंचेकी रखि थांती ताले तांकर सेते बेलू बोधे 83 कि 82 हो जहाँ हम भी से नवीन बाबू को पाई हम लोक जहाँ को देवे भोट नवीन बाबू को मुँह को चाहिए देवे आपण मानकर से गोटे कथा नाला ना स्वर्गत दाम बाबू कही कहले हे से अमुक लोक को ठिया कर दे ना पा कार कह दाम बाबू ना गोटे भल पाई तो कहीदेली तेणु से कही नथिले कहले अमुक लोक को ठिया कर दियो आउ से गोटे वार्ड मेंबर जीति पार ना सी कौन आसिक आम देश राजनीति करते आप देखु एवं केते राजकोष खोल होती केते लोक को दान कराई केते लोक को कौन दिखाई आ ये जेबे थिबारे जिबारे थिबो ओडिशारू ओम्फेड़े जीवा कुआड़े से तो हम आशा लोक कम करेंगे करेनि कहीं आउ कौन सब गुजराती आसिक कम करेंगे तापर ओडियांकर माड़ जाना पखाड़ खिया माड़ ए गुजराती हूँ जमी देखिले ना गोटे माने तेलंगा माड़ केमती है सेमती जब अति हे अति दर्पे हतलंका अति माने चकोरवा अति दाने बलिबद्ध अति सर्वत्र गहिरीतम किंतु आपण ख्याल रखिए विजु बाबू कही जाइए कंकड़ा जाति जो कामुड़े ना पूरा गड़ी गड़ी करदे तेना ओडिया जाति से आप जानते 95 मसीहार 90 मसीहार कथा मुझे आपन को जो मुख्यमंत्री हवाक थे विजु बाबू राति पाइले विजु बाबू मुख्यमंत्री हे देखला ठस तेणु देखु 24 कौन ना केते सबू लोक कहले जे मुख्यमंत्री हे नवीन बाबू ठस तेणु कौन केतबेले हम केतबेले कौ समय कर विचार करूँ आ ये सब जो बड़ बड़ कथा ये कथार किसी मूल्य ना अजथा कथा या ओडिशावासी जानी आगुरी जानी आपण कौ बल कौटी जाकि कौटी पहुँचिकी कौटी कौन होती किचक बाहुबले विराट रजा आपण क्या कौन कहते न कहते से आम कहीपरूनी तब ओडिशावासी मु गोटे ओम्फेड व्यवसायी हिसाब से ये कहूँ ओम्फेड बहुत लॉस रे चली आउ जब ओम्फेड लाभ रे चली पार ताले तार चेष्टा करुचनी सरकार आउ जेबे लाभ रे न चली पार ताले सेटा सरकार बुझे आपण कौन सरकार अच्छा कहीं ये फालतू मुंड खेलुचनी जय जगन्नाथ ए हे ओडिशा एठी राजनीति आउ चलिबो नहीं रही प्रभु आचार्य बाय बाय।